ବୋଉ ଆଜି ମୋତେ ପୁରା ଫସେଇ ଦେଲେ। ଜୟ ଜଗନ୍ନାଥ ସାଙ୍ଗମାନେ। ସକାଳୁ ଗାଧେଇ ପାଧେଇ ମୁଁ ଏଠି ରେଡ଼ି ହେଇଯାଇଥିଲି ଆଉ ନିଜର ବାସି କାମ ସାରିଦେଇ ପଳେଇ ଆସିଥିଲି ଠାକୁର ପୂଜା କରିବା ପାଇଁ। ଠାକୁର ପୂଜା କରିସାରିଲା ପରେ ମୁଁ ନିଜ ଦିନର କାମ ଆରମ୍ଭ କରେ ଆଉ ମନ ବି ଶାନ୍ତି ଲାଗେ। ତ ତାପରେ ଝିଅର ସାଇକେଲରେ ପମ୍ପ ନଥିଲା, ତ ମୁଁ ଝିଅର ସାଇକେଲରେ ପମ୍ପ ଭରି ଦେଇ ତାକୁ ଟ୍ୟୁସନ୍ ପଠେଇ ଦେଇଥିଲି। ଚା ଜଳଖିଆ ଖାଇଦେଇ ରୋଷେଇ କାମରେ ଲାଗି ଯାଇଥିଲି। ଯେହେତୁ ଗରମ ଜୋରରେ ହେଉଛି ତ ଜଲ୍ଦି ରୋଷେଇ ନ କଲେ ଚୁଲି ମୁଣ୍ଡେ ରୋଷେଇ କରିବା ବହୁତ କଷ୍ଟ ହେଇଯାଉଛି। ରୋଷେଇ କରିବା ଭିତରେ ମୁଁ ଏଠି ଆମ୍ବ କିଛିଟା ବାଛୁଥିଲି ଗୋଟେ ରେସିପି ଭିଡ଼ିଓ କରିବା ପାଇଁ। ସେଇଟା ଆପଣମାନେ ମୋ ସର୍ଟସରେ ଦେଖିପାରିବେ। ଏମିତି ଦେଶୀ ଆମ୍ବ ଆପଣମାନଙ୍କ ଆଡ଼େ ମିଳୁଛି ନା ନାଇଁ? ଆମ ଆଡ଼େ ତ ବହୁତ ସାରା ଆସୁଛି ଆଉ ମୋତେ ବି ଦେଶୀ ଆମ୍ବ ଖାଇବା ପାଇଁ ବହୁତ ଭଲ ଲାଗେ। ତ ତା ଭିତରେ ମୋ ରୋଷେଇ ସରିଯାଇଥିଲା, ଆମେ ଶାଶୁ ବୋହୂ ଖାଇ ଦେଇଥିଲୁ। ସାଧା ସିଧା ଖାଇବା ହେଇଥିଲା ଯେହେତୁ ଗୁରୁବାର ଥିଲା। ଖାଇସାରିଲା ପରେ ବାସନ ମଜା ଧୁଆ କରି ଆସିଲା ପରେ ଦେଖନ୍ତୁ ମୁଁ ଯେମିତି ଝାଳରେ ଗାଧେଇ ପଡ଼ିଛି, ତ ଘରେ ବସି ହିଁ ପାରିଲିନି। ତ ମୁଁ ପଳେଇ ଆସିଲି ଟିକେ ବାରିଆଡ଼କୁ ବସିବା ପାଇଁ। କଥା କିଛି ଏମିତି କି ବୋଉଙ୍କ ପିନ୍ଧା ଲୁଗା ଗୁଡ଼ାକ ଯେହେତୁ ଖରାପ ହେଇଯାଇଥିଲା, ମୁଁ ବୋଉଙ୍କୁ କହିଲି 2 ଖଣ୍ଡ ନୂଆ ଲୁଗା କାଢ଼ି ଦେଉଛି ପିନ୍ଧ। ଗରମ ଲାଗିବ ବୋଲି ବୋଉ କହିଲେ ତୁ ଆଗେ ପିନ୍ଧିଦେ, 2-3 ଥର ପିନ୍ଧିଦେଲେ ନରମ ହେଇଗଲେ ମୁଁ ପିନ୍ଧିବି। ତ ନୂଆ ଲୁଗା ପିନ୍ଧି ସାରିଲା ପରେ ମୋ ଅବସ୍ଥା ତ ଆପଣମାନେ ଦେଖିକି ଜାଣିପାରୁଥିବେ। ମୋତେ ନୂଆ ଲୁଗା ପିନ୍ଧିବାକୁ ବହୁତ ଭଲ ଲାଗେ ଆଉ ଏ ଲୁଗାଟା ମୋ ଦେହକୁ କେମିତି ମାନୁଛି କମେଣ୍ଟରେ ନିଶ୍ଚୟ ଜଣେଇବେ।